ଚାନ୍ଦବାଲିରେ ଜଘନ୍ୟ କାଣ୍ଡ, ତୃତୀୟ ଶ୍ରେଣୀ ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଜଙ୍ଗଲରେ ଠାବ ହେଲା ମୃତଦେହ। ମାତ୍ର 10 ବର୍ଷର ତୃତୀୟ ଶ୍ରେଣୀର କୁନି ଝିଅ ପ୍ରତି ଘଟିଛି ଜଘନ୍ୟ କାଣ୍ଡ। ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲ ଭିତରେ ଫିଙ୍ଗି ଦିଆଯାଇଛି ମୃତଦେହକୁ। କୁନି ଝିଅଟିର ଅବସ୍ଥା ଏତେ ଭୟଙ୍କର ହୋଇଯାଇଛି ଯେ ଯାହାକୁ ଆମେ ଦେଖାଇ ପାରୁନାହୁଁ। ସେ ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ। ଅମଣିଷମାନେ କୁନି କୁନି ଛୁଆମାନଙ୍କୁ ମଧ୍ୟ ଛାଡ଼ୁନାହାନ୍ତି, ଝୁଣି ଝୁଣି ଖାଇଯାଉଛନ୍ତି। ଝିଅଟିର ମା ଏ ଦୃଶ୍ୟ ଦେଖି କାନ୍ଦି କାନ୍ଦି ପାଗଳି ହୋଇଗଲାଣି। ଏମିତି ଏକ ଛାତିତରା ଘଟଣା ଘଟିଛି ଚାନ୍ଦବାଲି ସହରରେ। ଚାନ୍ଦବାଲି ଏନ୍ଏସି ବାଲିଗାଁ ଅଞ୍ଚଳର ପ୍ରଶାନ୍ତ ମିଶ୍ରଙ୍କର 10 ବର୍ଷର କୁନି ଝିଅ ସନ୍ଧ୍ୟାରାଣୀ ମିଶ୍ରଙ୍କୁ ଦୁଷ୍କର୍ମ ପରେ ଉଲଗ୍ନ କରି ବଣବୁଦା ଭିତରେ ଫୋପାଡ଼ି ଦିଆଯାଇଛି। ବାଲିଗାଁ ସହରାଞ୍ଚଳ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଥିବା ଘଞ୍ଚ ବୁଦା ଭିତରକୁ ନାବାଳିକାଟିର ମୃତଦେହ ଠାବ ହୋଇଛି। ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଯାଇଛି। ଚାନ୍ଦବାଲି ପୁଲିସ ସହ ଧାମନଗର ଏସ୍ଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ସମ୍ପୂର୍ଣ୍ଣ ବିବରଣୀ ପାଇଁ ଆମ ଗ୍ରାଉଣ୍ଡ ଜିରୋରେ ବର୍ତ୍ତମାନ ଅଛନ୍ତି ଆମ ବ୍ୟୁରୋ ଚିଫ୍ ଅଭୟ ପତି। ଅଭୟ, କ'ଣ ଥିଲା ଘଟଣା ଓ ବର୍ତ୍ତମାନର ପରିସ୍ଥିତି କ'ଣ ରହିଛି ଅଭୟ? ହଁ ଦେବାଶିଷ, ଏହା ଏକ ସମ୍ବେଦନଶୀଳ, ଯାହାକି ଅତି ଦୁଃଖଦାୟକ ଘଟଣା। ମନରେ କୋହ ଆସୁଛି। ମାତ୍ର 10 ବର୍ଷର ତୃତୀୟ ଶ୍ରେଣୀର ଝିଅ, ସେ ଝିଅ ପ୍ରତି ଯେଭଳି ଜଘନ୍ୟ ଦୁଷ୍କର୍ମ କରାଯାଇଛି ପାଗଳଙ୍କ ଭଳି, ଏବଂ ତାକୁ ଶେଷରେ ମାରି ଦେଇଛନ୍ତି, ତାହା ଏକ ଏତେ ସମ୍ବେଦନଶୀଳ ଘଟଣା, ତାକୁ ବର୍ଣ୍ଣନା କରିହେବନି। ଚାନ୍ଦବାଲି ଏନ୍ଏସି ବାଲିଗାଁ ଅଞ୍ଚଳର ପ୍ରଶାନ୍ତ ମିଶ୍ରଙ୍କର ଏ ଗୋଟେ କୁନି ଝିଅ, ତୃତୀୟ ଶ୍ରେଣୀରେ ପାଠ ପଢୁଛି। ତାକୁ ଦୁଷ୍କର୍ମ ପରେ ଉଲଗ୍ନ କରି ବୁଦା ପଛପଟେ ଫୋପାଡ଼ି ଦେଇଛନ୍ତି, ଯାହାକି ସମ୍ପୂର୍ଣ୍ଣ ଲଙ୍ଗଳା ଅବସ୍ଥାରେ ପଡିଛି କୁନି ଝିଅଟି। ଏବଂ ବିଭତ୍ସ ଭାବରେ ଯୋଉ ଦୁଷ୍କର୍ମ କରିଛି ତାହାକୁ ଆମେ ବର୍ଣ୍ଣନା କରିପାରୁନୁ କି ଦେଖାଇ ବି ପାରିବୁନି ସାରା ଓଡ଼ିଶାର ଜନଜଗତଙ୍କୁ। ଏହା ଏକ ଦୁଃଖଦାୟକ ଏବଂ ମାନେ ବିଭତ୍ସ ଘଟଣା। ଦେବାଶିଷ, ଅଭୟ, ଆପଣଙ୍କ ପାଖରୁ ଜାଣିବାକୁ ଚାହିଁବୁ, ବର୍ତ୍ତମାନ ଏଇ ଯୋଉ ସମ୍ବେଦନଶୀଳ ଘଟଣାଟି ଘଟିଛି ସେଥିପ୍ରତି ପ୍ରଶାସନ କ'ଣ ଭୂମିକା ନେଇଛି? ଦେବାଶିଷ, ସାରା ପ୍ରଶାସନ, ପୁଲିସ ଏବଂ ପ୍ରଶାସନ ସଜାଗ ହୋଇଯାଇଛି। ଚାନ୍ଦବାଲି ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଚାନ୍ଦବାଲି ଥାନା ଅଧିକାରୀ ପରେଶ ମହାନ୍ତି ଏବଂ ମଣ୍ଡଳ ପୁଲିସ ଉପଖଣ୍ଡ ଅଧିକାରୀ ତ୍ରିଲୋଚନ ସେଠୀ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚନ୍ତି। ପାଖାପାଖି ବର୍ତ୍ତମାନ 1000ରୁ ଅଧିକ ଲୋକ ସେ ଘଟଣାସ୍ଥଳରେ ହୋ ହଲ୍ଲା କରୁଛନ୍ତି। ସମସ୍ତଙ୍କର ଗୋଟିଏ ଦାବି, ଏଇ ଜଘନ୍ୟ ରାକ୍ଷସକୁ ସେମାନଙ୍କୁ ଦଣ୍ଡ ଦିଆଯାଉ, ଧରାଯାଉ, ଗିରଫ କରାଯାଉ ଏବଂ ସେମାନେ ଯୋଉଠି ଅଛି ସେମାନଙ୍କୁ ପୁରୀ ଦିଆଯାଉ। ଦେବାଶିଷ, ତ ନିଶ୍ଚିତ ରୂପରେ ଆପଣଙ୍କ ପାଖରୁ ଏହା ଜାଣିବାକୁ ଚାହିଁବୁ, ବର୍ତ୍ତମାନ ଅପରାଧୀ ମାନେ ଗିରଫ ହେଲେଣି କି? ଅପରାଧୀ କେଉଁଠି ଅଛନ୍ତି ତାହାର ତଥ୍ୟ ବି ଏତେ ପର୍ଯ୍ୟନ୍ତ ସୁରାକ ମିଳିନାହିଁ। ଏବଂ ଯାହା ଜଣା ପଡୁଛି, 1ରୁ ଅଧିକ ଏଇ ଯୋଉ ରାକ୍ଷସ ମାନେ ତୃତୀୟ ଶ୍ରେଣୀର ନାବାଳକଟିକୁ ବାଲିଗାଁ ଯୋଉ ସହରାଞ୍ଚଳରେ ଏନ୍ଏସି ଭିତରେ, ଚାନ୍ଦବାଲି ଏନ୍ଏସି ଭିତରେ ଥିବା ବାଲିଗାଁ ସହରାଞ୍ଚଳର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ନିକଟରେ ଏକ ଘଞ୍ଚ ବୁଦା ପଛପଟେ ନାବାଳିକାଟିର ମୃତଦେହ ଠାବ ହୋଇଛି। ବର୍ତ୍ତମାନ ଲୋକାରଣ୍ୟ ପାଲଟିଛି ଘଟଣାସ୍ଥଳ। ଅନ୍ଧାରରେ ସମସ୍ତଙ୍କ ମୋବାଇଲ ଫୋନ ଟର୍ଚ୍ଚରେ ଘଟଣାସ୍ଥଳ ବର୍ତ୍ତମାନ ଲୋକାରଣ୍ୟ ହୋଇଛି। ସବୁଆଡେ ହୋ ହଲ୍ଲା, କାନ୍ଦ ବୋବାଳି ଲାଗି ରହିଛି। ଏଭଳି ଦୁଷ୍କର୍ମ ଓ ହତ୍ୟାକାଣ୍ଡ କରାଇଲା କେଉଁ ରାକ୍ଷସ? ଧନ୍ୟବାଦ ଅଭୟ। ଇଏ ଥିଲେ ଆମ ବ୍ୟୁରୋ ଚିଫ୍ ଅଭୟ ପତି। ଚାନ୍ଦବାଲିରୁ ଅଭୟ ପତିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।